हाय फ्रेंड्स, जय जगन्नाथ। दीपू एंटरटेनमेंट चैनल को स्वागत। आशा करे आपण माने भलर थिबे। सकाळु सकाळु मु आसी पहुंच जाइछि वर्तमान हम पुखरी पाखरे, जोठी हमें भेनामी चिंगुड़ी चाष करूछु। जेहेतु जाळ आसंता काली आसीबो, तेणु करी आज प्रिपरेशन तो ऑलरेडी चलीछि, किंतु आज रो प्रिपरेशन होछि पचा मरा जिवो, मिनरल मरा जिवो, चेनिंग करा जिवो। एमिति किछि आज लास्ट दिन, तेणु करी भलसे प्रिपरेशन करा जिवो। निश्चित भाବରେ ଆମ ଭିଡ଼ିଓଟି ଶେଷ ଦେଖିବା ପାଇଁ ଚେଷ୍ଟା କରିବେ। ଯେଉଁମାନେ ଆମ ଭିଡ଼ିଓଟି ପ୍ରଥମ କରି ଦେଖୁଛନ୍ତି ସେମାନେ ସବସ୍କ୍ରାଇବର କରିଦିଅନ୍ତୁ ଏବଂ ପାଖରେ ଥିବା ବେଲ୍ ଆଇକନ୍ଟି ବଜାଇ ଦିଅନ୍ତୁ, ଯାହାଫଳରେ କି ଯେକୌଣସି ଭିଡ଼ିଓ ଅପଲୋଡ଼ ହେବ ସର୍ବପ୍ରଥମେ ଆପଣ ହିଁ ଦେଖିପାରିବେ। ଏବଂ ତା ସହିତ ଲାଇକ୍ କରିବେ। ଭିଡ଼ିଓଟି କେମିତି ଲାଗୁଛି କମେଣ୍ଟସ୍ ମଧ୍ୟ ଆସନ୍ତୁ ଆଜିର ବ୍ଲଗ୍ଟି ଷ୍ଟାର୍ଟ କରିବା। ଆମର ବର୍ତ୍ତମାନ ବାୟୋଲିଷ୍ଟଟି ଆସି ବର୍ତ୍ତମାନ ପହଞ୍ଚି ଯାଇଛନ୍ତି 22ଟା ଆଡ଼ୁ କମ୍ପାନୀର। ବର୍ତ୍ତମାନ ସେ ସାଲାନ୍ ଚେକ୍ କରିବେ ଏବଂ ଆମର ହେଉଛି pH ଚେକ୍ କରିବେ, ଯାହାଫଳରେ କି ସାଲାନ୍ ଯେତେ ଥିବ ସେଇ ମାପରେ ହିଁ ଜାଳ ଆସିବ। ତେଣୁକରି ବର୍ତ୍ତମାନ pH ଚେକ୍ ଚାଲିଛି। pH କେତେ ଅଛି, ପାଣିର ଟେମ୍ପରେଚର ଯେହେତୁ ମିନିମମ୍ ଜାଳ ଛଡ଼ା ହବା ମାନେ ପାଖାପାଖି 7.9 ରୁ 8.2 8.5 ଭିତରେ ରହିବା ଦରକାର। ବର୍ତ୍ତମାନ ଏପଟରେ ଆମର ସାଲାନ୍ ଚେକ୍ କରାଯାଉଛି ପାଣିର, କାହିଁକିନା ଏଇ ମେସିନ୍ରେ ପାଣି ପକେଇ ଏମିତି ଦେଖିଲେ ସାଲାନ୍ଟା ଜଣା ପଡ଼ିଯିବ କେତେ ଅଛି ପାଣିର ସାଲାନ୍। ପାଖାପାଖି ସାଲାନ୍ ପାଣିର 16 ପଏଣ୍ଟ ଅଛି। ତେଣୁକରି ଯଦି ଅଧିକ ପଏଣ୍ଟ ରୁହେ ତାହେଲେ ସେଇ ହିସାବରୁ ଜାଳ ଆସିବ, ଏବଂ ଯଦି କମ୍ ପଏଣ୍ଟ ରୁହେ ମଧ୍ୟ ସେଇ ହିସାବରୁ ତାଙ୍କର ଜାଳ ଅଛି ସେମାନେ ଆଣିବେ। ଯେହେତୁ ବର୍ତ୍ତମାନ ସାଲାନ୍ 16 ପଏଣ୍ଟ ଅଛି। ନିଶ୍ଚିତ ଭାବରେ ଭିଡ଼ିଓଟି ଶେଷରେ ଦେଖିବା ପାଇଁ ଚେଷ୍ଟା କରିବେ। ବର୍ତ୍ତମାନ ଆମର ପାଣିର ଟେମ୍ପରେଚର ମପାସ ଅଛି ପାଖାପାଖି 8.2 8.5 ଭିତରେ ହିଁ ରହୁଛି। ଟେମ୍ପରେଚର ପାଖାପାଖି ଠିକ୍ ଅଛି। ବର୍ତ୍ତମାନ ଆମର ମରାଯିବ। ଦେଖନ୍ତୁ ବର୍ତ୍ତମାନ ପଚା ଆମର ଗୁଳା ଯାଉଛି। ବର୍ତ୍ତମାନ ଯେହେତୁ ସକାଳ ଟାଇମ୍ 9ଟାରେ ହିଁ ପଚା ମରାଯିବ। ବର୍ତ୍ତମାନ ପଚା ମରା ହେଲା ସରିଲା ପରେ ବର୍ତ୍ତମାନ ଏରିଏସନ୍ ହେବ ପୋଖରୀରେ। ଦେଖନ୍ତୁ ପଚା ଯେଉଁ କହିଥିଲି କିଭଳି ଭାବରେ ତିଆରି ହୁଏ। ଦେଖନ୍ତୁ ପଚା ଆମର ପିଡ଼ିଆ, ଗୁଡ଼ ଏବଂ ମଇଦା, ଚାଉଳ ଚୁନା ଏମିତି ଯାହା ଦେଇପାରିବେ, ଦେଇକି ତା ଦେହରେ ଇଷ୍ଟ ପକାଇବେ ଏବଂ ଇଷ୍ଟ ପକାଇକି ଯେଉଁ ପଚାଟା ହେଇଥିବ ସେଇଟା ବର୍ତ୍ତମାନ ପୋଖରୀରେ ପଡ଼ିବ। ପୋଖରୀରେ ଥିବା ବ୍ୟାକ୍ଟେରିଆ ସବୁ ପଚା ହିଁ ମାରିଦେବ ଏବଂ ତା ସହିତ pH ମଧ୍ୟ କଣ୍ଟ୍ରୋଲ କରିବ। ଦେଖନ୍ତୁ ପୁରା ବର୍ତ୍ତମାନ ଆମ୍ବିଳିଆ, ମାନେ ପୁରା ଆମ୍ବିଳିଆ ହେଇଥିବ ପଚା ଏବଂ ସେଣ୍ଟ କରୁଥିବ ଯେମିତି ପୁରା ଆମ୍ବିଳିଆ, ତାକୁ ହିଁ ପଚା କୁହାଯାଏ। ପଚା ଅର୍ଥ ହିଁ ପଚିଲା ଭଳି ହେଇଥିବା ଦରକାର। ବର୍ତ୍ତମାନ ଆମର ପଚା ମରାଯିବ। ଦେଖନ୍ତୁ କିଭଳି ଭାବରେ ପଚାଟା ହେଇଛି। ବର୍ତ୍ତମାନ ପୋଖରୀରେ ମରାଯିବ ଏବଂ ମରା ସରିଲା ପରେ ବର୍ତ୍ତମାନ ଏରିଏସନ୍ ଚାଲିବ ଏବଂ ତାପରେ ଆମର ସେପଟରେ ବେଳ ଭଳି ମିନେରାଲ୍ ମଧ୍ୟ ମରାଯିବ। ଯେହେତୁ ରାତି ପରେ ଜାଳ ଆସିଯିବ ସକାଳୁ ସକାଳୁ। ବର୍ତ୍ତମାନ ପଚା ମରା ଦେଖନ୍ତୁ ବର୍ତ୍ତମାନ ଏରିଏଟର୍ ସବୁ ବର୍ତ୍ତମାନ ଚାଲୁ ଅଛି। ଦେଖନ୍ତୁ କାହିଁକିନା ପଚାଟା ମାଇଲେ ଏରିଏଟର୍ ଚାଲିଲେ ପୁରା ଚାରିଆଡ଼େ ହେଇଯିବ, ଯାହାଫଳରେ କି ତେଣୁକରି ବର୍ତ୍ତମାନ ଏରିଏଟର୍ ଚାଲୁ ଅଛି ସବୁ। ବର୍ତ୍ତମାନ ପୋଖରୀରେ ମଧ୍ୟ ପାଖାପାଖି ପାଣି ସବୁ ବର୍ତ୍ତମାନ ହେଇଯାଇଛି ଜାଳ ଛଡ଼ା ହେବା ପାଇଁ। ତାପରେ ପୁଣି ଜାଳ ଛଡ଼ା ସରିଲା ପରେ 7-8 ଦିନ ପରେ ଯାଇ ପାଣି ଦିଆଯିବ। ଏବେ ଆଉ ପାଣି ଦିଆଯିବନି। ନିଶ୍ଚିତ ଭାବରେ ଭିଡ଼ିଓଟି ଶେଷ ଯାଏ ଦେଖିବା ପାଇଁ ଚେଷ୍ଟା କରିବେ ଏବଂ ଖାସ କରି ସବସ୍କ୍ରାଇବର କରିବେ, ଜମାରୁ ଭୁଲିବେନି ଆମକୁ। ଦେଖନ୍ତୁ ବର୍ତ୍ତମାନ ଏପଟରେ ବାଗା ହେଇଛି। ଦେଖନ୍ତୁ ଜାଳ ପଡ଼ିବା ପାଇଁ ଆଡ଼ା ସବୁ ଦିଆଯାଇକି ବାଗା ଯାଇଛି, କାହିଁକିନା ସେଠି ସବୁ ଜାଳ, ଏଇଠି ଦେଖନ୍ତୁ ଜାଳ ବେଲୁନ୍ ସବୁ ରହିବ। ବେଲୁନ୍ ରହିଲେ ଖୋଲା ଯାଇକି ବର୍ତ୍ତମାନ ପୋଖରୀରେ ଜାଳ ପଡ଼ିବ, ସେଥିପାଇଁ ବାଗା ଯାଇଛି। ଦେଖନ୍ତୁ ବର୍ତ୍ତମାନ କିଭଳି ଭାବରେ ବର୍ତ୍ତମାନ
ଏମିତିକି ବେଶୀ ଖରା ବି ମଧ୍ୟ ବର୍ତ୍ତମାନ ନାହିଁ, ପାଣିର ମଧ୍ୟ ବେଶୀ ଟେମ୍ପରେଚର ଆସୁନାହିଁ, କାହିଁକିନା ଶୀତୁଆ ଶୀତୁଆ ମଧ୍ୟ ଏବେ ବି ଅଛି। ଇଏ ହେଉଛି ଆମେ ଚାଷ କରୁଥିବା ଭେନାମୀ ପୋଖରୀ ଚାଷ, ଯେହେତୁ ଜାଆଁଳ ପଡ଼ିଯିବ ଆସନ୍ତାକାଲି ସକାଳେ ନିଶ୍ଚିନ୍ତ ଭାବରେ। ଦେଖନ୍ତୁ ଏରିଏଟର ବର୍ତ୍ତମାନ କିଭଳି ଭାବରେ ସବୁ ଫିଟିଂ ସବୁ ଏରିଏଟର ବର୍ତ୍ତମାନ ହେଇଯାଇଛି ଏବଂ ସୂତା ମଧ୍ୟ ବନ୍ଧା କେବଳ ବାକି ଅଛି, କାହିଁକିନା ଜାଆଁଳ ପଡ଼ି ସାରିଲା ପରେ ହିଁ ସବୁ ସୂତା ବନ୍ଧା ହେଇଯିବ, କାହିଁକିନା ପାଣି କୁଆ ନହେଲେ ସବୁ ପଡ଼ିବେ ପୋଖରୀରେ, ପଡ଼ିଲା ପରେ ସେ ଜାଆଁଳକୁ ସବୁ ଖାଇଦେବେ, ତେଣୁ ତାଙ୍କ ପାଇଁ ହିଁ ସୂତା ବନ୍ଧା ହେବ। ଖାସ୍ କରି ଭିଡ଼ିଓଟି ଶେଷ ଦେଖିବା ପାଇଁ ଚେଷ୍ଟା କରିବେ ଏବଂ ଖାସ୍ କରି ସବସ୍କ୍ରାଇବ୍ କରିବେ। ଆପଣମାନଙ୍କ ସପୋର୍ଟ ହିଁ ଆମକୁ ଆଗକୁ ହିଁ ନେଇପାରିବ ନିଶ୍ଚିନ୍ତ ଭାବରେ। ଦେଖନ୍ତୁ ରୋଡ଼ ସାଇଡ଼ରେ ଆମ ପୋଖରୀ, ଏପଟେ ଦେଖନ୍ତୁ ଏ ପୋଖରୀ ମଧ୍ୟ ବାଗା ସରିଛି, ଦେଖନ୍ତୁ କିଭଳି ଭାବରେ ସବୁ ପୋଖରୀରେ ସେଇଭଳି କଣରେ ସବୁ ବାଗା ଯାଇଛି, ଯେଉଁଠି ବେଲୁନ୍ ରହିବ। ଏବଂ ଏପଟରେ ଦେଖନ୍ତୁ ବର୍ତ୍ତମାନ ଆମର ବେଳବୁଳି ବର୍ତ୍ତମାନ ହେଇଗଲାଣି 4ଟା ଟାଇମ୍, ତେଣୁକରି ବର୍ତ୍ତମାନ ମିନେରାଲ୍ ମରା ହେଇଯିବ, କାହିଁକିନା ଜାଆଁଳ ଆସିବା ପୂର୍ବରୁ ହିଁ ମିନେରାଲ୍ଟା ମରା ହେଇଯାଇଥାଏ। ରାତିରେ ଆଉ ମିନେରାଲ୍ ମରା ହେବନି, କାହିଁକିନା ଦିନ ବେଳେ ମାରିଦେଲେ ଭଲ ହେବ। ନିଶ୍ଚିତ ଭାବରେ ଦେଖନ୍ତୁ ବର୍ତ୍ତମାନ ଇଏ ହେଉଛି ଆମର ମିନେରାଲ୍ ନ୍ୟୁଟ୍ରି ପ୍ଲସ୍ କେଙ୍କ କମ୍ପାନୀର। ବର୍ତ୍ତମାନ ଦେଖନ୍ତୁ କେଜିକିଆ କେଜି 441 ଟଙ୍କା, ମାନେ କେଜି ମିନେରାଲ୍ ପାଖାପାଖି 3 କେଜି 4 କେଜି ଗୋଟେ ପୋଖରୀରେ ମରାଯିବ। ବର୍ତ୍ତମାନ ଖୋଲା ସରିଛି, ବର୍ତ୍ତମାନ ସେପଟରେ ଆମର ମରା ଚାଲିଛି ମଧ୍ୟ ଅଲରେଡ଼ି ମିନେରାଲ୍। ମିନେରାଲ୍ ମଲ୍ଟିଂ ସପୋର୍ଟେଡ୍ ଥାଏ ମାଛମାନଙ୍କୁ, କାହିଁକିନା ଫାଷ୍ଟ ମିନେରାଲ୍ଟା ଜାଆଁଳ ଆସିବା ପୂର୍ବରୁ ଦେଲେ ଜାଆଁଳ ଛଡ଼ାଯିବେ, ଧର ମଲ୍ଟିଂ ଥିବେ, ତେଣୁକରି ମଲ୍ଟିଂ ମଧ୍ୟ ସୁରୁଖୁରୁରେ କରିଯିବେ। ଏପଟେ ମିନେରାଲ୍ ଦେଖନ୍ତୁ ମରା ଚାଲିଛି ଏବଂ ମିନେରାଲ୍ ମରା ସରିଗଲା ପରେ ବର୍ତ୍ତମାନ ଆମର ଅକ୍ସିଜେନ୍ ଯେଉଁ ରହିଲା, ଅକ୍ସିଜେନ୍ ଜାଆଁଳ ଆସିବା ପୂର୍ବରୁ ହିଁ ମରାଯିବ ଅକ୍ସିଜେନ୍ଟା, କାହିଁକିନା ସେଇଟା ରାତିରେ ହିଁ ମରାଯିବ ଅକ୍ସିଜେନ୍। ତେଣୁକରି ବର୍ତ୍ତମାନ ମିନେରାଲ୍ ମରା ଚାଲିଛି, ଏରିଏଟର ମଧ୍ୟ କଣ୍ଟିନ୍ୟୁ ସବୁ ଚାଲିଛି ନିଶ୍ଚିନ୍ତ ଭାବରେ। ଦେଖନ୍ତୁ ବର୍ତ୍ତମାନ ପାଖାପାଖି 5ଟା ବାଜିଗଲାଣି, ବର୍ତ୍ତମାନ ଘରକୁ ଯିବା ନିଶ୍ଚିନ୍ତ ଭାବରେ। ଆମ ଭିଡ଼ିଓଟି ଶେଷ ଦେଖିବା ପାଇଁ ଚେଷ୍ଟା କରିବେ, ଖାସ୍ କରି ସବସ୍କ୍ରାଇବ୍ କରିଦେବେ, ପାଖରେ ଥିବା ବେଲ୍ ଆଇକନ୍ଟି ବଜାଇଦେବେ, ଯାହାଫଳରେ କି ଯେକୌଣସି ଭିଡ଼ିଓ ଅପଲୋଡ଼ ହେବ ସର୍ବପ୍ରଥମେ ଆପଣ ହିଁ ଦେଖିପାରିବେ। ତା ସହିତ ଲାଇକ୍ କରିବେ, ସେୟାର କରିବେ, ଭିଡ଼ିଓଟି କେମିତି ଲାଗୁଛି କମେଣ୍ଟସ୍ ମାଧ୍ୟମରେ ଜଣାଇବେ। ଆମକୁ ଜମାରୁ ଭୁଲିବେନି, କାହିଁକିନା ଆପଣମାନଙ୍କ ସପୋର୍ଟ ହିଁ ଆମକୁ ହିଁ କିଛି ଆଗକୁ ନେଇପାରିବ ନିଶ୍ଚିନ୍ତ ଭାବରେ। ଖାସ୍ କରି ଭିଡ଼ିଓଟି ଶେଷ ଦେଖିବା ପାଇଁ ଚେଷ୍ଟା କରିବେ, ସବସ୍କ୍ରାଇବ୍ କରିବେ।